ଆପଣ ଗୋଟାଏ ବଟ ବୃକ୍ଷ ମୂଳେ ପରିଶ୍ରା କଲା ସମୟରେ ଆପଣଙ୍କ ପରିଶ୍ରାରେ ଭାସିଗଲା ଗୋଟାଏ ତରୁ ବୀଜ। ଆପଣଙ୍କ ପରିଶ୍ରାରେ ତରୁ ବୀଜ ଭାସିବାର ଦେଖି ଆପଣ ମନେ ମନେ ଗର୍ବ କରି ଆପଣ ମନେ ମନେ ଗର୍ବ କରି ହସିଦେଲେ। ଆଉ ଆପଣ ହସିବାର ଦେଖି ମୁଁ ମଧ୍ୟ ଟିକେ ହସିଦେଲି। ହେଲେ ସେ ତମକୁ ନିଶ୍ଚୟ ପଚାରିବେ ବା ପଚାରିବି ଆଲୋ ଦାସୀ এইটা তো নিজ জ্ঞান নুহে কহ শীঘ্র প্রকাশ করি কহ এইটা তু কাহাঠারু শুনিবাকু পাইলু? ସେତେବେଳେ କଣ କହିବେ ପୁଅ? ঠিক ঠিক ସେତିକି ବେଳେ କଣ କହିବ ଜାଣିଛ? କଣ କହିବେ? କହିବ ରାଜା ସେ ଯେଉଁ ପଥର ଗୃହ ମଧ୍ୟରେ ଅଛନ୍ତି ବନ୍ଦୀ ସେ କହିଛନ୍ତି ମତେ ଏଇ କଥାର ସନ୍ଧି କେବଳ ଏହି ବାକ୍ୟଟି ରାଜାଙ୍କ ପାଖରେ ପ୍ରକାଶ କରି କହିବ ନିଶ୍ଚୟ ଶୁଣି ତମ ଠାରୁ ଏହି ବାର୍ତ୍ତା ହୋଇବ କି ଭ୍ରଷ୍ଟ ରାଜା ନିଶ୍ଚୟ ଛୁଟି ଆସିବ। ରହିଲା ତ ଗୋଟି ଗୋଟି କରି କହିବ କହିପାରିବ ତ? ନିଶ୍ଚୟ କହିବି ପୁଅ। ହେଲେ ବା ଯଦି ନ କହିପାର ତାହେଲେ ଜୀବନ ଚାଲିଯିବାର ଆଶଙ୍କା ରହିଛି। ନାଇଁ ପୁଅ, ଏହା ମୋର ସତ୍ୟ। ଆସନ୍ତାକାଲି ପ୍ରଭାତେ ଏଇ କଥାଟା ନିଶ୍ଚୟ ରାଜାଙ୍କ ଆଗରେ କହିବି। ସାବାସ୍ ମୁଁ କେବଳ ଏତିକି ଚାହେଁବା ଚାହ ଭଗବାନଙ୍କ ଆଶ୍ରୟ ନେଇ ନିଜ କୁଟୀରକୁ ଫେରି ଯାଅ। ଏବେ ମୁଁ ଆସୁଛି ପୁଅ। ଯାଅ ବା ଭଗବାନ ତମର ମଙ୍ଗଳ କରିବେ।